ସାମ୍ବାଦିକତା କରିବା ପାଇଁ ହେଲେ ଆପଣଙ୍କର ସବୁ ପ୍ରକାର ଫ୍ରିରେ ଆପଣ କରିବା ଦରକାର। କୌଣସି ପ୍ରକାର ଅଙ୍କୁଶ ବା ପ୍ରେସରାଇଜ ହେବା କଥା ନୁହେଁ। ସାମ୍ବାଦିକତା ଚାପମୁକ୍ତ ହେବା ଉଚିତ। ଚମ୍ପୁଆ ବ୍ଲକ ସାମ୍ବାଦିକ ସଂଘର ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଚମ୍ପୁଆ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଚତୁର୍ଥ ସ୍ତମ୍ଭ ଚାପମୁକ୍ତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜାତୀୟ ପ୍ରେସ୍ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଏହା ଆଡମ୍ବର ସହକାରେ ପାଳନ ହେଉଥିବା ବେଳେ ଚମ୍ପୁଆ ଗଣମାଧ୍ୟମ ପ୍ରତିନିଧିମାନେ ସମାଜରେ ଅବହେଳିତ ଭିନ୍ନକ୍ଷମଙ୍କ ସହ ଏହି ଦିବସକୁ ପାଳନ କରିଛନ୍ତି। ଏହି ଅବସରରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଜିଆ ସରପଞ୍ଚ ସନ୍ତୋଷ ନାୟକ, ସମାଜସେବୀ ହରେକୃଷ୍ଣ ନାୟକ, ଭବାନୀ ନାୟକ, ପୂର୍ବତନ ସୈନିକ ପ୍ରଦୀପ କୁମାର ପ୍ରଧାନ, ରମାକାନ୍ତ ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗ ଦେଇଥିଲେ। ଗଣମାଧ୍ୟମର କାର୍ଯ୍ୟାବଳୀ ସମାଜର ଅବହେଳିତ ବର୍ଗଙ୍କ ପାଇଁ କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଅବଗତ କରିବା ସହିତ ସାମ୍ବାଦିକମାନେ ନିର୍ଭୀକ ନିର୍ଭୁଲ ଭାବରେ ନିଷ୍ଠାର ସହ ସମ୍ବାଦ ପରିବେଷଣ କରି ସମାଜର ହିତ ସାଧନରେ ନିଜକୁ ନିୟୋଜିତ କରିବା ନେଇ ଅତିଥିମାନେ ମତ ରଖିଥିଲେ। ଏହି ଅବସରରେ ଚମ୍ପୁଆର ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ 30ରୁ ଅଧିକ ଭିନ୍ନକ୍ଷମଙ୍କୁ ଶାଲ ଓ ପୁଷ୍ପ ଦେଇ ସମ୍ମାନିତ କରିଥିଲେ। ସାମ୍ବାଦିକତା ଏକ ବୃତ୍ତି। ଏହି ବୃତ୍ତି ଭିତରେ ରହିକି ଯେ ଜନସାଧାରଣଙ୍କର ଉନ୍ନତି କରିବା ଏବଂ ସମାଜକୁ ଗୋଟେ ନୂଆ ଦିଗ୍ଦର୍ଶନ ଦେବା, ଏ ଗୋଟେ ଅଭିନବ ପ୍ରକାର ଏହି କାର୍ଯ୍ୟକ୍ରମ ତାଙ୍କର ଜାରି ରହୁ। ନିଶ୍ଚିତ ଭାବରେ ଏ ସଂଘ ଆହୁରି ସୁଦୃଢ଼ ହେଉ ଏବଂ ସବୁଠୁ ବଡ଼ କଥା ସାମ୍ବାଦିକତା କରିବା ପାଇଁ ହେଲେ ଆପଣଙ୍କର ସବୁ ପ୍ରକାର ଫ୍ରିରେ ଆପଣ କରିବା ଦରକାର। କୌଣସି ପ୍ରକାର ଅଙ୍କୁଶ ବା ପ୍ରେସରାଇଜ ହେବା କଥା ନୁହେଁ। ଆପଣଙ୍କ ଲେଖାରେ ସମାଜର ପରିବର୍ତ୍ତନ ହେବ। ଆପଣ ଦେଖନ୍ତୁ ଯେ ଆମର ଆଡମିନିଷ୍ଟ୍ରେସନ ଗୋଟେ ପାର୍ଟ ରହୁଛି, ଚତୁର୍ଥ ସ୍ତମ୍ଭ ହେଉଛି ଗଣତନ୍ତ୍ରର ସାମ୍ବାଦିକ ମାନେ ପ୍ରେସ୍ ଯଦି ନିରପେକ୍ଷ ସ୍ୱତନ୍ତ୍ର ନ ରହିବ ତାହେଲେ ସମାଜ ଚାଲିବା କଷ୍ଟ ହୋଇପଡ଼ିପାରିବ। ତେଣୁକରି ଆମେ ସରକାରୀ କର୍ମଚାରୀ ଅନେକ ସମୟରେ ଯେତେବେଳେ ଡିରେଲ୍ ହେଉ ସେତେବେଳେ ସାମ୍ବାଦିକ ବନ୍ଧୁମାନେ ସାମ୍ବାଦିକ ତାଙ୍କର ପତ୍ର ଲିଖନରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ପ୍ରିଣ୍ଟ ମିଡ଼ିଆ ବନ୍ଧୁଗଣ ଆମକୁ ରାସ୍ତାକୁ ଆଣିଥାନ୍ତି। ତେଣୁକରି ତ ଏହି ପରିପ୍ରେକ୍ଷୀରେ ପ୍ରଶାସନ ତାଙ୍କୁ ସୁଯୋଗ ଦେବା ଦରକାର। ଯେତେବେଳେ ଆସୁଛନ୍ତି ତାଙ୍କୁ ସମ୍ମାନିତ କରିବା ଦରକାର, ତାଙ୍କୁ ସମ୍ମାନ ଦେବା ଦରକାର।